ସାଙ୍ଗମାନେ ଆଜି ପୁଚୁ ଗାଧେଇବ। ବହୁତ ଟାଣିଲା ପରେ ସେ ଜମା ଯାଉନି, ସରମ କରୁଛି ଗାଧେଇ ବୋଲି, ଭାରି ଛାନିଆ। ଭାଇ ସେପଟେ ପାଣି ମାରିଦେଲା ତାକୁ। ତାପରେ ମୁଁ ସାମ୍ପଟା ଧରିକି ଟିକେ ବଢ଼ିଆ ସେ ପୁରା ତା ଦେହ ସାରା ପୁରା ଲଗେଇ ତାକୁ ବଢ଼ିଆ ସେ ପୁରା ଚିକଣିକିରି ଧୋଇଦେବି। ଭାଇ ସେପଟେ ପାଣି ମାରୁଛୁ, ମୁଁ ଏପଟର ବଢ଼ିଆ ସେ ସାମ୍ପ ଦେଇ ପୁରା ତାକୁ ଘଷି ଚାଲିଛି। ଘଷି ସାରିଲା ପରେ ବାବୁଙ୍କର ଟୋଟାଲ ପୁରା ଦେଖିଲେ ପୁରା ଏ ରହିଲା ହଳଦୀ ଗୁଣ୍ଡ ତା ଦେହରେ ଟିକେ ବଢ଼ିଆ ସେ ମାରିଦେଲେ କ'ଣ ହେବ ନା ସାଙ୍ଗମାନେ, ହଳଦୀଟା ମାଇଲେ ଆମେ ଯେମିତି ସମସ୍ତେ ଲଗାଉଛୁ, ହଳଦୀଟା ମାଇଲେ ଦେହ ହାତ ଯେଉଁ ଟିକେ କୁଣ୍ଡେଇ କାଣ୍ଡି ହୁଏ ସେ କୁଣ୍ଡିଆ ଆଉ ହେବନି। ତା ଦେହ ସାରା ପୁରା ହଳଦୀ ମୁରିକିରି ତା ଦେହରେ ପୁରା ସବୁଆଡ଼େ ପୁରା ହଳଦୀ ପୁରା ଲଗେଇ ସାରିଲା ପରେ ବଢ଼ିଆ ସେ ତାକୁ ପାଣିରେ ଧୋଇଦେଲି। ଧୋଇ ସାରିଲା ପରେ ବାବୁ ଆମର ପଇସା ପୁରା ଚିକଣ ଚାକଣ ହେଇ ବସିବା 5 ମିନିଟ୍ ପରେ ଦେଖନ୍ତୁ ପୁରା ଚିକଣ ଚାକିକି ବସିଲି। ବାବୁ ପୁରା ଚିକଣ ହେଇଗଲେ, ଦେଖନ୍ତୁ କେମିତି ବଢ଼ିଆ ଦେଖାଉନି, ପୁରା ଚିକଣ ହେଇଗଲେ ବାବୁ ପଇସା। ଚୁପଚାପ ବସି ସାରିଲା ପରେ ତାଙ୍କୁ ଆମ ପାଇଁ ତାଙ୍କ ପାଇଁ ଖାଇବା ଦେବା। କ'ଣ ଦେବା ନା ରୁଟି। ଦେଖ ରୁଟି ଖାଇବା ପାଇଁ ସେ ଭାରି ଧୁରନ୍ଧର। ଏମିତି ପୁଚୁକୁ ମୋତେ ବହୁତ ଭଲ ପାଇବା ଦେଇଥିବାରୁ ଆଉ ଏମିତି ଭିଡ଼ିଓ ଆସିବା କହିଲେ ଆମେ କମ୍ପଲସରି ଆଉ ଗୋଟେ ଭିଡ଼ିଓ ଆଣିବୁ। ରହିଲୁ, ସମସ୍ତଙ୍କୁ ନମସ୍କାର। ପୁଚୁ ଟିକେ ବାଇ କରିଦେ। ପୁଚୁ ତ ଖାଇବାରେ ବ୍ୟସ୍ତ, ସେ ଖାଇଦେଉ। ଖାଇସାରିଲା ପରେ ଆମେ ଭିଡ଼ିଓକୁ ବିଦାୟ ଦେବା। ରହିଲୁ, ଜୟ ଜଗନ୍ନାଥ।